हरे कृष्ण। श्रद्धालु भक्त मानू स्वागत करके प्रणाम करुचे। आज श्रीमद भागवत कार्यक्रम आसंतु यार। ओम ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनि नामिने। नमस्ते सरस्वती देवी गौरवाणी प्रचारिणे निर्विशेष शून्यवादी पाश्चात्य स्वतारिणे। नमो नवदन्याय कृष्णप्रेमप्रदायते कृष्णाय कृष्ण चैतन्य नाम्ने गौरत्विषे नमः। हे कृष्ण करुणा सिंधु दीनबन्धु जगत्पते भूपेश गोपिकान्त श्रीराधाकान्त नमस्तुते। तप्तकाञ्चन गौरङ्गे राधे वृन्दावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुश्च कृपा सिन्धुरेव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। आम 29 नंबर श्लोक पर्यंत कम्प्लीट करचे। आज आम 30 नंबर श्लोक नवा। 30 नंबर श्लोक दे नित्यं अवध्य अयं देवस्य भारत तस्मात् सर्वाणि भूतानि नात्म स्वचितुम् अर्हसि। ये श्लोक रे कौन कौन देही देहे सर्वस्य देही देह सर्वस्य प्रत्यंग शरीर रे ये आत्मा उपस्थित है। देही माने आत्मा देही सर्वस्य प्रत्येक देह रे आत्मा उपस्थित थाए। से कहते भारत माने भारतवंशीय श्रेष्ठ तस्मात् सर्वाणि भूतानि न त्वं स्वचितुमर्हसि। तस्मात् न त्वं स्वचितुमर्हसि सेतिपई शोक करिवार आवश्यक नहीं। सर्वाणि भूतानि कौनसी जीव पाए कौनसी जीव पाई शोक करिवार आवश्यक नहीं। ना देहे जो समस्त देह रे जो आत्माटी अच्छी सेटा कौन नित्यम अवध्य अवध्य माने ताकू बध करब। नित्यम शाश्वत परमानेंट नित्य दुईटी जिनस कहते ये अवध्य नित्य। ताले कौन कहले एथरे जे कहते हे भरत वंशर श्रेष्ठ ये शरीर मध्य वास करी आत्मा सत्य एवं सनातन ताकू कदापि बोध करा जाई पारे नहीं। तुम्हें कहारी पई दुख आवश्यकता नहीं। आमे वर्तमान आसिक 3 नंबर श्लोक बुझीजे 11 रु 20 पर्यंत ये थिला ज्ञान सेक्शन आत्मज्ञान। कृष्ण अर्जुन को आत्मज्ञान दौरान भाविले आत्मज्ञान देले से शोक मुक्त हेबे। तेणु आत्मा से देले जे आमे शरीर नुहे आमे आत्मा। कहीं अर्जुन भावुले रिलेटिव एम केमती मार कंपासन ग्राउंड रे
ଅନୁକମ୍ପା ଦୟା ଆସୁଛି ତ ସେ ତେଣୁ ସେ ବୁଝିବାକୁ ଚାଲିଲେ ସେଇ ତାଙ୍କର ଯୁକ୍ତିକୁ ସମ୍ବୋଧନ କରିବାକୁ ଆରମ୍ଭ କରିଛନ୍ତି 11 ନମ୍ବର ଶ୍ଲୋକରୁ 20 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ। ବର୍ତ୍ତମାନ 29 ପର୍ଯ୍ୟନ୍ତ, ବର୍ତ୍ତମାନ ଏ 30 ନମ୍ବର ହଉଛି ଏଣ୍ଟାର ଯୋଉ 11 ରୁ 30 ଜ୍ଞାନ ସେକ୍ସନ 29 ପର୍ଯ୍ୟନ୍ତ ସେ ଜ୍ଞାନ ସେକ୍ସନକୁ ସମରାଇଜ କରନ୍ତି କୃଷ୍ଣ, ତାର ସାରାଂଶ ସେଠି କହୁଛନ୍ତି। ଏଠି ଯୋଉ କହୁଛନ୍ତି ତଦ୍ ସର୍ବଭୂତାନି କୃଷ୍ଣ ଏଠି ଷ୍ଟ୍ରେସ୍ ମାନେ ଜୋର ଗୋଟେ ପଏଣ୍ଟଟା କଣ ନା ନିତ୍ୟ, ଆତ୍ମା ହଉଛି ନିତ୍ୟ ଏବଂ ଅବଧ୍ୟ, ମାନେ ଆକୁ ମାରି ହବନି, କରି ହବନି, କିନ୍ତୁ ଶରୀରଟି ନାଶୀଳ। ଏଇ ଏଣ୍ଟାର ସେକ୍ସନରେ ଏହା ହିଁ ଶିଖିଛନ୍ତି, ଶରୀର ବିନାଶୀଳ ଏବଂ ଆତ୍ମା ହଉଛି ନିତ୍ୟ। ଶରୀର ନାଶୀଳ ଆମେ ପଢିଲେ ନ ହନ୍ୟତେ ମାନେ ଶରୀର ନଷ୍ଟ ହେଇଯାଉଛି, ଶରୀରର ମୃତ୍ୟୁ ହଉଛି, କିନ୍ତୁ ଆତ୍ମାର କିଛି ହଉନାହିଁ, ଆତ୍ମା ମରୁନି। ଆତ୍ମା କଣ୍ଟିନ୍ୟୁ କରୁଛନ୍ତି ଆମର ଶରୀର ମଧ୍ୟ, ସେ ଆଉ ଗୋଟିଏ ଶରୀର ହଉଛି କିଏ ଆତ୍ମା, ତଥା ଦେହାନ୍ତ ପ୍ରାପ୍ତି। ତେବେ କୃଷ୍ଣ ଗୋଟେ ପଏଣ୍ଟ ଏଷ୍ଟାବ୍ଲିଶ କରିବାକୁ ଚାହିଁଛନ୍ତି ଏଣ୍ଟାୟାର ସେକ୍ସନରେ ଯେ ଆତ୍ମା ବିନାଶୀ ଏବଂ ଶରୀର ହଉଛି ବିନାଶୀଳ। ଏଣ୍ଟାୟାର 11-29 ତେବେ ଅର୍ଜୁନଙ୍କୁ ସେ ଯୋଉ ଏଇ ଦ୍ୱିତୀୟ ଅଧ୍ୟାୟରେ ସେ କଣ 1 ରୁ 10 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ସେ ପ୍ରଥମେ ତାଙ୍କର ଆମେ ଦେଖିଲେ ଯେ ତାଙ୍କର ଆହୁରି ସନ୍ଦେହ ଆସିଲା, ଯୁଦ୍ଧ କରି ନାହିଁ, ଯୁଦ୍ଧ କରିବା ଠିକ କି ନାହିଁ, ରିଲେଟିଭକୁ ମାରିବେ କି ନାହିଁ। ଯଦିଓ କୃଷ୍ଣ ତାକୁ ଭର୍ତ୍ସନା କରିଛନ୍ତି, ତାଙ୍କର ଏ ଡିସିଜନ ପାଇଁ ତାଙ୍କୁ ଭର୍ତ୍ସନା କରିଛନ୍ତି, କୁତସ୍ତ୍ୱାସ୍ମଳ ଇଦମ୍ ବିଶ୍ୱସ୍ଥିତମ୍, ଏଇ ମହିଳା କୋଉଠୁ ଆସିଲା ଏ ଘଡ଼ିସ ମୁହୂର୍ତ୍ତରେ, ଅନାର୍ଯ୍ୟ ଜୁଷୁମ୍ ଅତୁର୍ଗ୍ୟମ୍ ଅକୀର୍ତିକରମ୍, ମାନେ ଇଏ କାର୍ଯ୍ୟ ଭଳିଆ ବ୍ୟବହାର କରୁନ ବୋଲିକି ଏଇଭଳି ସେ ଭରା କରିଛନ୍ତି। ସେଠି କରିବା ସତ୍ତ୍ୱେ ମଧ୍ୟ ତାଙ୍କର ହେଇଛି ସନ୍ଧ୍ୟାରେ ସେ କରିବେ ନ କରିବେ ଏଇଭଳି ସେ ସମର୍ପଣ କରିଛନ୍ତି କାହାକୁ, କୃଷ୍ଣ, ଯେ ମତେ ବତା ବୋଲିକି। କାରଣ ସେ ଶୋକାକୁଳ ଥିଲେ ସେତେବେଳେ। କୃଷ୍ଣ ତାଙ୍କୁ କହୁଛନ୍ତି ଯେ ମୃତ ପାଇଁ ଏଣ୍ଟାୟାର ସାରାଂଶ ଏଇ ଶ୍ଲୋକ ମାଧ୍ୟମରେ ଜଣୁଛି। ଏଣ୍ଟାୟାର ଆମେ ପଢିକି ଆସିଲେ ଯାହା ତାର ସାରାଂଶ ବି ଯେ ଆମର ଯୋଉ ଯିଏ ମରି ଯାଉଛି ତା ପାଇଁ ଶୋକର କୌଣସି ଆବଶ୍ୟକତା ନାହିଁ, କାରଣ ଇଏ ନ୍ୟାଚୁରାଲ। ଯେ ଯେତେବେଳେ ଆତ୍ମାଟି ଚାଲିଯାଉଛି, ଶରୀରର ମୃତ୍ୟୁ ହଉଛି, ଆମେ ଶୋକ କରିଥାଏ, କିନ୍ତୁ କୃଷ୍ଣ କହୁଛନ୍ତି କରିବ, କିନ୍ତୁ ଏମିତି ବହୁତ ସମୟ ଧରି କରିବାଟା ଭଗବାନର କାମ ନୁହେଁ। କାହିଁକି ଆମକୁ ସତ୍ୟତା ଗ୍ରହଣ କରିବାକୁ ପଡିବ। କଣ ସତ୍ୟ? ଯେ ସୋଲ ଆତ୍ମାଟି ଏ ଶରୀର ଭିତରେ ପ୍ରବେଶ ଥିଲା, ତାର ଗୋଟେ ଅବଧିକାଳ ଅଛି, ଟେନ୍ୟୁଅର, ସେ କର୍ମଫଳ ନେଇକି ଆସିଛି, ତାର ବେଳେ ସେ କର୍ମଫଳଟି ସରିଯାଉଛି, ସେ ପୁଣି ଶରୀର ଛାଡି ଯାଉଛି। ତେଣୁ ଏ ଶରୀରର ପରିବର୍ତ୍ତନଟା ହଉଛି ଅବମ୍ଭାବୀ, ଆକୁ କହନ୍ତି ଟ୍ରାନ୍ସମାଇଗ୍ରେସନ ଶୋ, ଶରୀର ଦେହାନ୍ତ ବା ପୁନର୍ଜନ୍ମ। ଆତ୍ମାର ମାନେ ଏଇଟା ଶରୀର ପୁନର୍ଜନ୍ମ ଏବଂ ଦେହାନ୍ତ, ଏ ଦେହରୁ ଆଉ ଗୋଟେ ଦେହକୁ ଯାଉଛି। ତେଣୁ ଏଟା ଆମେ ପଢିଛେ କୋଉଠି 13 ନମ୍ବର ଶ୍ଲୋକରେ କୁମାରଂ ଯୌବନଂ ଜରା ତଥା ଦେହାନ୍ତେ ଧୀରତା ନ ମୁହ୍ୟତି। ଏ ଆତ୍ମା ଯେତେବେଳେ ଥାଏ ଶରୀର ଭିତରେ, ସେ ବିଭିନ୍ନ ଅବସ୍ଥା ଦେଖୁଛି, ଶରୀର ବାଲ୍ୟ ଅବସ୍ଥା, ଯୌବନ ଅବସ୍ଥା, ବୃଦ୍ଧାବସ୍ଥା, ତାପରେ ମୃତ୍ୟୁ ହଉଛି ଏବଂ ଶରୀର ପାଉଛି, ଏବଂ ଶରୀର
এই ପାଇବା ତାର ସବୁବେଳେ ଚାଲିଛି। ଯେମିତି ଆମେ ଶରୀର, ଆମେ ଯେମିତି ପୋଷାକଟା ମଇଳା ହେଇଗଲେ ଆମକୁ ଛାଡି ଫୋପାଡି ଦେଇକି ଆଉ ନୂଆ ପୋଷାକ ପରିଧାନ କରୁଛେ, ସେମିତି ଇଏ ଆମର ଗୋଟେ ପୋଷାକ, ଆମ ଆତ୍ମା ପାଇଁ ଇଏ ଗୋଟେ ପୋଷାକ। ଯେତେବେଳେ ପୁରୁଣା ହେଇଯାଉଛି କରୁଛେ, ଆଉ ଗୋଟେ ନୂଆ ଶରୀର ଗ୍ରହଣ କରୁଛେ। ଏବଂ କୃଷ୍ଣ କହୁଛନ୍ତି ଯେ ଆହୁରି ମଧ୍ୟ ବୁଝିବାକୁ ଚେଷ୍ଟା କର ଯେ ଆତ୍ମା ହଉଛି ଇଏ ନିତ୍ୟ ଏବଂ ଇଏ ହଉଛି ଶରୀରଟି ମ୍ୟୁଟ କରିଦିଅନ୍ତୁ। ଶରୀରଟି ହଉଛି ବିନାଶଶୀଳ, କିନ୍ତୁ ସେଥିପାଇଁ ଆମକୁ ଯେତେବେଳେ ଶରୀର ଚାଲି ଯାଉଛି ଆମକୁ ଦୁଃଖ ଆସୁଛି, କ୍ୱାଇଟ ନ୍ୟାଚୁରାଲ, କିନ୍ତୁ ତାକୁ ଟଲରେଟ କର। ମାନେ ଦୁଃଖ ଆସୁଛି, ଜୀବନରେ ଦୁଃଖ, ଆକୁ ସମଦୃଷ୍ଟିରେ ଦେଖିକି ଆକୁ ସହନ କରିବାକୁ ପଡିବ। ଯଦି ଆମେ ସହି ପାରିଲେ ତାହେଲେ ଆମେ ମୁକ୍ତି ପାଇଁ ଯୋଗ୍ୟ ହେଇଯିବା, এই ଶରୀରରୁ ପଳେଇବା। ଶୁଭୁଛି କି ଅନୁଟ ହେଇଛି ତ? ସକାଳ ତାର ଝିଅର ହେଇଥିବ 7ଟା ହଁ, 45 ବାବୁଙ୍କର ହେଇଛି, ମ୍ୟୁଟ ହେଇଯାଉଛି। ରଖନ୍ତୁ। ଓକେ, ମୁଁ ଯାଇକି ସେଠି ଅନମ୍ୟୁଟ କରିକି ଆସିଲା, ମ୍ୟୁଟ କରିକି ଆସିଲା ଟାଇମ ଚାଲିଯିବ। ତେଣୁ ଏଇଭଳି ଯେ କହୁଛନ୍ତି ଏଇଟା ବିନାଶଶୀଳ କୋଉଟା, ଶରୀରଟା, ଏବଂ ଆମକୁ ଦୁଃଖ, କିନ୍ତୁ ଦୁଃଖକୁ ସହନ କରିବା। ସହନ କଲେ କାହିଁକି ନା ଜୀବନରେ ଅବସମ୍ଭାବୀ ଦ୍ୱନ୍ଦ ସମଦୃଷ୍ଟିରେ ଦେଖିକି ତାକୁ ସହନ କଲେ ଆମକୁ ମୁକ୍ତି ମିଳିବ। ତେଣୁ ଏଇ ଯୋଉ 30 ଆମେ ଭର୍ସ ଦେଖୁଛେ 1 ରୁ 30, ଏହାର ଏଥିରେ 4ଟି ପଏଣ୍ଟ ରହିଛି। କେବଳ କଣ ନା ଶରୀର ହଉଛି ବିନାଶଶୀଳ, ଆମେ ହଉଛି ପରମାନେଣ୍ଟ, ଶାଶ୍ୱତ, ନିତ୍ୟ, ଏବଂ ଆମେ ଆମର କର୍ତ୍ତବ୍ୟ ରହିଛି, ନିର୍ଦ୍ଧାରିତ କର୍ତ୍ତବ୍ୟ, ପ୍ରେସ୍କ୍ରାଇବ୍ ଡ୍ୟୁଟି ଆମେ କହୁଛେ, ଯୋଉ ସ୍ୱଧର୍ମ, ଆମେ ତାକୁ ଆଭଏଡ କରିପାରିବାନି। ଏବଂ ଯିଏ ମରି ଯାଉଛି ତା ପାଇଁ ଦୁଃଖ କରିବାର କଣ ନାହିଁ। ଏ 4ଟି ଜିନିଷ କହୁଛନ୍ତି। ପୁଣି କଣ କହୁଛନ୍ତି ଯେ କୃଷ୍ଣ এই 30ଟି ଯାକ ଭର୍ସ କୁହନ୍ତି ଯେ ଆମକୁ ମାନେ ଆମକୁ ତାଙ୍କ କଥା ଆକ୍ସେପ୍ଟ କରିବାକୁ ପଡିବ ଯେ ଯୋଉ ଆତ୍ମାଟି ସେ ହଉଛି ଡିଫରେଣ୍ଟ କାହାଠୁ, ଶରୀର। ଏବଂ ଆମକୁ ଯୋଉ 2ଟା ମିସକନସେପସନ ରହିଛି, ଭ୍ରାନ୍ତ ଧାରଣା, ତାକୁ ମଧ୍ୟ ପ୍ରଧାନ କରିବାକୁ ପଡିବ, ରିଜେକ୍ଟ କରିଦେବାକୁ ପଡିବ। ସେ କଣ? ସେ ଧାରଣା ଯେ କେହି ଭାବନ୍ତି ଯେ ଆତ୍ମା ବୋଲି କିଛି ଜିନିଷ ନାହିଁ, କେବଳ ଶରୀର ସବୁ କିଛି। ये जो भावती से जाना द्वारा गोटे जदि शरीर गोटे जीवंत शरीर तार फरक कौन, जीवन आम देखुचे जे से तो सब कर्म करुची, तार सब ग्रोथ होउची, तार से सब काम करि पारुची, एक्टिव अछि, किंतु मृत शरीर करि पारुनी। काहेकि आत्माटी छाड़ी जाइए, किंतु आर्गुमेंट करेंगे जे नाई तार प्राण वायु उड़ी जाइए, तार आरबीसी काम करूनी, किंतु ठीक अच्छी ताले से आरबीसी काम करूनी बा तार प्राण वायु उड़ी जाइए, से प्राण वायु जो काम करूता एवं आरबीसी जो काम करूले से कोठू एनर्जीटा पाउले। कौन से लोक दुनिया रे गोटे बिना शक्ति काम करि परिबोनी, तो समय गोटे से शक्ति पाउथिले। तो शक्ति यही आत्मा से आसूला। आमको एक्सेप्ट करिया पड़िबो जे आत्मा एक्जिस्ट करूची, आत्मा बोली गोटे जिंस अछि। एवं आउ केतक जो कहंती ताकू प्रत्याख्यान करिया पड़िबो जे शरीर ए जो आमे आत्मा बोली किछि नाही, एवं केवल जो भौतिक रासायनिक पदार्थ एकाठी होउचंती, एवं से कि समय परे ते पर्टिकुलर तार बुत होउची, एवं आटे पर्टिकुलर टाइम समान पाउचंती गोटे जीवन शक्ति, सतर जीवन शक्ति आसुची। जो केतक मध्य कहंती, किंतु ये भी
ଠିକ ନୁହେଁ। କାହିଁକି ନା ଆମେ ଦେଖୁଛେ ଯେ କୌଣସି ପଦାର୍ଥ ଯଦି ସେଗୁଡିକ ଭୌତିକ ରାସାୟନିକ ପଦାର୍ଥର ମିଶ୍ରଣ ହେଇ ଆସିଛନ୍ତି ତାହେଲେ ସେମାନେ ହଉଛନ୍ତି ପଦାର୍ଥ। ତେଣୁ କୌଣସି ପଦାର୍ଥ ଦେଖୁଛେ ଆମ ଆଖି ଆଗରେ ବିନା ମାନେ ଚିତ୍କଣର ସ୍ପର୍ଶରେ, ସ୍ପିରିଟ ସୋଲର ସ୍ପର୍ଶରେ, ବିନା ସ୍ପର୍ଶରେ କୌଣସି ଭୌତିକ ପଦାର୍ଥ ମୁଭ କରୁନି, କରିପାରିବନି। ଟେବୁଲ ଟା ଗୋଟେ ଭୌତିକ ପଦାର୍ଥ, ମୁଁ ତାକୁ ଏଠୁ ସେଠିକା ପାଇଁ ଜଣେ ଲୋକର ଆବଶ୍ୟକ, ସେ ହଉଛି ସ୍ପିରିଟ ସୋଲ। ତେଣୁ ବିନା ସ୍ପିରିଟ ସୋଲର ଟଚ୍ ରେ ଆମେ କୌଣସି କାମ କରିପାରିବା। ଏଇ ଆତ୍ମାଟି ଏମିତି ଆସୁନି, କୋଉଠି ଦିଟା ସମିଶ୍ରଣ ହେଇଯାଉଛି ଭୌତିକ ରାସାୟନିକ, ସେ ଆସୁନି। ଏ ଆତ୍ମା ପ୍ରଥମରୁ ହିଁ ଥାଏ। କୋଉଠି ଥାଏ? ବାପାର ସ୍ପର୍ମ ରେ ଥାଏ। ସେ ମାର ଶରୀରକୁ ଗଲା, ତାର ଓଭମରେ ସେ ଯେତେବେଳେ କମ୍ବାଇନ ହଉଛି, ସ୍ପର୍ମ ରେ ଥାଏ ସେ ସୋଲଟି, ଏବଂ ସ୍ପର୍ମ ଆଉ ଓଭମ ଯେତେବେଳେ କମ୍ବାଇନ ହୁଏ ଗୋଟେ ଜାୟଣ୍ଟ ହେଇକି ଗୋଟେ ଜିନିଷ ସୃଷ୍ଟି ହଉଛି। ସେ ପୁଣି ଡେଭଲପ କରୁଛି ଫଏଟସ୍ କୁ। ଏ ଫଏଟସ୍ ପୁଣି ଡେଭଲପ କରୁଛି, ବହୁତ ସୁନ୍ଦର ଭାବରେ ଗ୍ରୋ କରୁଛି। 3 ମାସରେ ଆମେ ଦେଖୁଛେ ଗୋଟିଏ ସନ୍ତାନ ଜନ୍ମ ହୁଏ। ତେଣୁ ଆମକୁ ଏ ଦିଟା ଯୋଉ ଜଣେ କହନ୍ତି ଆତ୍ମା ବୋଲିକି ନାହିଁ କିଛି, ତାକୁ ଆମକୁ ରିଜେକ୍ଟ କରିବାକୁ। ଏଇ 30 ତକ ଶ୍ଲୋକର ଏଇ ହଉଛି ଆତ୍ମା ହିଁ ଏକ୍ଜିଷ୍ଟ କରୁଛି। ଆମେ ହଉଛି ଆତ୍ମା, ଶରୀରଠୁ ଭିନ୍ନ। ଆମେ ଈଶ୍ୱର ବିନାଶୀଳ କିନ୍ତୁ ଆମେ ପରମାନେଣ୍ଟ। ଏବଂ ଆଉ ଯୋଉମାନେ ଭାବୁଛନ୍ତି ଯେ ଭୌତିକ ରାସାୟନିକ ପଦାର୍ଥର ସମିଶ୍ରଣରେ ଶରୀର ତିଆରି ହେଇଛି ଏବଂ ଗୋଟେ ପର୍ଟିକୁଲାର ପଏଣ୍ଟରେ ଆଉ ଜୀବନ ଶକ୍ତି ଆସିଛି, ସେ ବି ଭୁଲ। ଆମେ ଦେଖିଲେ ତାହେଲେ ଯଦି ଆମେ ଜାଣୁଛେ ଯେ ଆତ୍ମା ମରଣଶୀଳ ନୁହେଁ, ଆତ୍ମା ଇମୋର୍ଟାଲ, ଅବିନାଶୀ, ତାହେଲେ କଣ ହବ? ଆମେ ସମସ୍ତଙ୍କୁ ମାରିବା ନିଆଁରେ, ଆମ ଚାରିକରେ ମାରିବା। ଶାସ୍ତ୍ର ଅନୁସାରେ ଆମର ଜୀବ, ଆମର ଅହିଂସାଟା ପରମ ଧର୍ମ। ଜୀବ ହତ୍ୟା ଆମେ କରିବୁ, କାହାକୁ ମାରିବାନି। ଅହିଂସା ପରମ ଧର୍ମ। କିନ୍ତୁ କେତେ ଗୁଡେ ପର୍ଟିକୁଲାର ଟାଇମରେ, ପର୍ଟିକୁଲାରଲି ଯୁଦ୍ଧ ସମୟରେ ଆମ ଧର୍ମ ପାଳନ କରିବାକୁ ହେଇଥାଏ। ସେଥିପାଇଁ ହିଂସାକୁ ଏନକରେଜ କରାଯାଇଥାଏ। କିନ୍ତୁ ସେଇ ହିଂସାଟାକୁ ଜଣେ କିଏ ଅନୁମୋଦନ, କାହାର ଅନୁମୋଦନ ଥିବା ଦରକାର। ସେ ହଉଛି ଉଚ୍ଚ ଅଧିକାରୀ। ଭୌତିକ ସ୍ତରରେ ଆମେ ଦେଖୁଛେ ଯଦି ସୈନ୍ୟ ଯୁଦ୍ଧ କରୁଛନ୍ତି, ତାକୁ କିଏ ଦେଇଛି ସାନ୍? ଗଭର୍ଣମେଣ୍ଟ ଅଫ ଇଣ୍ଡିଆ। ଗଭର୍ଣମେଣ୍ଟ ଉଚ୍ଚ ଅଧିକାରୀ, ଏ ସବୁର ଉଚ୍ଚ ଅଧିକାରୀ ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ତାଙ୍କର ଅନୁମୋଦନ ରହିବା ଦରକାର। ଆମେ ଯେତେବେଳେ କୌଣସି ବ୍ରହ୍ମଯୁଦ୍ଧ ଅର୍ଜୁନ କରୁଛନ୍ତି, ତେଣୁ ତାଙ୍କର ସାଂସନ ରହିବା ଦରକାର। ପୁଣି ଏଇ ଶ୍ଲୋକରେ ଆମେ ଦେଖୁଛେ, ଏଇ ଶ୍ଲୋକରେ ପର୍ଟିକୁଲାରଲି ଲେଖୁଛି ଦେ ସର୍ବସ୍ୟ ଭାରତ। କାହିଁକି କହୁଛନ୍ତି ଦେହେ ସର୍ବସ୍ୟ ଭାରତ? ପ୍ରତ୍ୟେକ ଦେହୀ ବୋଲି ଗୋଟେ ଜିନିଷ ଅଛି। କେତେକ କହନ୍ତି କେତେକ ଧର୍ମରେ ଅଛି, କେତେ ଗୁଡେ ଧର୍ମ, ସେଥିପାଇଁ ସେମାନେ ଜବାଇ କରୁଛନ୍ତି ଯେ ପଶୁଙ୍କ ଦେହରେ ନାହିଁ ଆତ୍ମା। ଠିକ ଅଛି, ମଣିଷ ଦେହରେ ଅଛି, ପକ୍ଷୀ ଗଛ ଏମାନଙ୍କ ଦେହରେ ଆତ୍ମା ନାହିଁ। ଆନିମଲ କିଲିଂ ଟାକୁ ଜଷ୍ଟିଫାଇ କରୁଛନ୍ତି, ହତ୍ୟାଟାକୁ କରିକି ମାଂସ ଖାଇବା ତାକୁ ଜଷ୍ଟିଫାଇ କରୁଛନ୍ତି। କିନ୍ତୁ ନ କହୁଛନ୍ତି ସର୍ବସ୍ୟ। ଇଏ ଛୋଟ କୀଟାଣୁରେ ଅଛନ୍ତି, ବଡ ଟ୍ରୀରେ ଅଛି, ସବୁଠି ଅଛନ୍ତି। ଇଏ କୃଷ୍ଣ ଆମେ ଆଗେ ଗୋଟେ ପଢିବା, ସେ ବି କହୁଛନ୍ତି ଯେ ସର୍ବ ୟୋନିଷୁ କୌନ୍ତେୟ ସମ୍ଭବତି ମୃତ୍ୟୟ। ମାନେ ପ୍ରକୃତି ସବୁ ଜୀବ ଦେଖାନ୍ତି। ସର୍ବ ଯୋନିଷୁ କଣ୍ଡ ମୃତ୍ୟୟ ସମ୍ଭବତି ତାସାଂ ବ୍ରହ୍ମ, ତାସାଂ ମହଜ୍ଜନି ବ୍ରହ୍ମ। ସେଇ ପ୍ରକୃତିରେ ସମସ୍ତ ଜୀବ ଦେଖାନ୍ତି ଏବଂ ଅହିଜ ପ୍ରପିତା, ମୁଁ ହିଁ ତାକୁ, ମୁଁ ଦେଇଛି ସିଡ୍, ସେ ମଣି ବୀଜ ପ୍ରଦାନକାରୀ ପିତା ବୋଲିକି ସେ କହୁଛନ୍ତି।
ତେଣୁ ସମସ୍ତଙ୍କ ଦେହରେ ଆତ୍ମା ଅଛି ଏଟା ନୁହେଁ। ସେଥିପାଇଁ କହୁଛନ୍ତି ଦେହେ ସର୍ବସ୍ୟ ଭାରତ, ନାଇଁ ଆନିମଲ ନାଇଁ ଚାର୍ଟ ଦେହରେ ନାଇଁ ନାଇଁ ସେମିତି ନୁହେଁ। ସମସ୍ତଙ୍କର ଗଛରେ ବି ଅଛନ୍ତି, ପ୍ରତ୍ୟେକ ଜୀବ ଏଇ ତାଙ୍କ ଏଇଠି ଆମେ ଦେଖୁଛେ ଯେ ତାଙ୍କ କହିବା ଅନୁସାରେ ସମସ୍ତଟି ଅଛନ୍ତି। ଆଚ୍ଛା, ତେଣୁ ଇଏ କେମିତି ଅର୍ଜୁନଙ୍କୁ ସାହାଯ୍ୟ କରି ଏଇ ଷ୍ଟୋରି ବା ଏଣ୍ଟାର ସେକ୍ସନରେ ସେ କହିବାକୁ ଚାହୁଁଛନ୍ତି ଯେ ଅର୍ଜୁନ ତମେ ତମ କର୍ତ୍ତବ୍ୟକୁ ଆଭଏଡ କରିପାରିବନି। ତମେ କ୍ଷତ୍ରିୟ, ତମର ଧର୍ମ ହେଲା ଯୁଦ୍ଧ କରିବା, ଏବଂ ଇଏ ହଉଛି ଧର୍ମ ଯୁଦ୍ଧ, ଧର୍ମର ପାଳନ କରିବା ତମର କର୍ତ୍ତବ୍ୟ। ଏବଂ ତମେ ଯଦି ମାରିବ, ନ ମାରିଲେ ତମକୁ ପାପ ଲାଗିବ। ତମେ ଯଦି ମାର ତାହେଲେ ସେମାନେ, ଯିଏ ଭୀଷ୍ମ ଦ୍ରୋଣ ବା ପରିବାରର ଯେ ରିଲେଟିଭ, ସେମାନେ ନୂଆ ଶରୀର ପାଇବେ। ନୂଆ ଶରୀରରେ ସେମାନେ ଭଲ ଉପଭୋଗ କରିବେ। ସେମାନେ ଖାଲି ନୂଆ ଶରୀର ତ ପାଇବେ, ସେ ଉଚ୍ଚ ଗତି ହବ। ସେମାନେ ହାୟର ପ୍ଲାନେଟ ପାଇବେ, ସ୍ୱର୍ଗ ଭଳିଆ ଜିନିଷ ବି ପାଇପାରନ୍ତି, ଯୋଉଠି ଆହୁରି ବେଟର ସୁଖ ମିଳିବ। ତେଣୁ ସେଲିବ୍ରେଟ କର, ଅର୍ଜୁନ ମାନଙ୍କୁ ମାର, ଶୋକ ଛାଡ, ଏଭଳିକି କୃଷ୍ଣ କହୁଛନ୍ତି। ସେମାନେ ଆତ୍ମା, ତମେ କରିବାର ନାହିଁ, ସେମାନେ ମରିବେନି। ୟୁ ଫାଇଟ୍, ଏବଂ ତମର ଇଏ ଧର୍ମ। ସେଥିପାଇଁ ସେ କହୁଛନ୍ତି ନ ତ୍ୱଂ ସ୍ୱଚିତୁଂ ରହସି, ତମର ଚିନ୍ତା କରିବାର କିଛି ନାହିଁ। ତ ଏଇଭଳି ଅର୍ଜୁନଙ୍କୁ କହିସାରିଲା ପରେ ଅର୍ଜୁନ କହୁଛନ୍ତି ଯେ ବହୁତ ବଢିଆ ସୁନ୍ଦର ଭାବରେ ମତେ ଆତ୍ମଜ୍ଞାନ ଦେଲେ ଏବଂ ମୁଁ ବୁଝିଗଲି, କିନ୍ତୁ ଏ ଆତ୍ମଜ୍ଞାନକୁ ମୁଁ କେମିତି ପ୍ରୟୋଗ କରିବି, ଏ ଆତ୍ମଜ୍ଞାନକୁ ମୁଁ କେମିତି କରିବି, ଏବଂ ମୋର ଯୋଉ ଏନ୍ଜୟମେଣ୍ଟ, ମୋର ଯୋଉ ଯୁକ୍ତି ଥିଲା ଯେ ମୁଁ ଉପଭୋଗ କରିପାରୁନି, ତା କଥା କଣ? ତେଣୁ ଆତ୍ମଜ୍ଞାନ, ସେଥିପାଇଁ ସେ ନେକ୍ସଟ ଏଇ 31 ରୁ ଆରମ୍ଭ ହବ ତାଙ୍କର 38 ପର୍ଯ୍ୟନ୍ତ ଆଉ ଗୋଟିଏ ସେକ୍ସନ। କୃଷ୍ଣା ଆଉ ଗୋଟିଏ ସେକ୍ସନ ତାଙ୍କର, ଏଇଟା ସେଟା ଜ୍ଞାନ ସେକ୍ସନ ଚାଲିଗଲା, ଏଇଟା ଗୋଟେ ସେକେଣ୍ଡ ସେକ୍ସନ। ସେ କଣ ସେ କରିବାକୁ ଚେଷ୍ଟା କରୁଛନ୍ତି, କହିସାରିଲା ପରେ ଯେ ଆମେ ଯେ ଶରୀର ନୁହେଁ ଆତ୍ମା, କୃଷ୍ଣ କଣ କରୁଛନ୍ତି ନା ଏଇ ଯୋଉ ଆଲୋଚନାଟା, ଚର୍ଚ୍ଚାଟାକୁ ସେ ଟିକେ ନେକ୍ସଟ ଲେଭେଲ, ତାର ଆଉ ଟିକେ ଅଲଗା ସ୍ତରକୁ ନେଇକି ଯାଉଛନ୍ତି। ଏଠି କୃଷ୍ଣ ମଧ୍ୟ ନିଜେ କହୁଛନ୍ତି ଯେ ଆତ୍ମଜ୍ଞାନ ତ ହେଇଗଲା, କିନ୍ତୁ ଆମେ ଜାଣେ ଯେ ଆମେ ଶରୀର ଆତ୍ମା, କିନ୍ତୁ ଜୀବନ କେମିତି ମୁଁ ଆକ୍ଟ କରିବି, କେମିତି କର୍ମ କରିବି। କାରଣ ଇଏ ଏଭଳିଆ ନୁହେଁ ଯେ ଆଜି ମୁଁ ଜାଣିଲି ମୁଁ ଶରୀର ନୁହେଁ, ମୁଁ ଆତ୍ମା, ଏବଂ କାଲି ମୁଁ ସାଙ୍ଗେ ସାଙ୍ଗେ ମୋର ଶାରୀରିକ କର୍ମ ଗୁଡ଼ିକ ବନ୍ଦ କରିଦେବି। ଏ ସମ୍ଭବ ନୁହେଁ। ବା ମୁଁ ଯଦି ଠିକ ଅଛି, ମୁଁ ଆଭଏଡ କରିବି ଶାରୀରିକ ସ୍ତରର କର୍ମକୁ, ଆଭଏଡ କରିବି, ମୁଁ ଜାଣୁଛି ମୁଁ ଆତ୍ମା, ମୁଁ ଶରୀରର କର୍ମଟା କରିବିନି, କିନ୍ତୁ ମୁଁ ତ ଏଇ ଶରୀର ଭିତରେ ରହିନା, ଏବଂ ମୁଁ ଏ ଭୌତିକ ଜଗତରେ ଅଛି, ଏ ଭୌତିକ ଶରୀରରେ ଅଛି, ଭୌତିକ ଜଗତରେ ବି ଅଛି। ତେଣୁ ଯୋଉ ପର୍ଯ୍ୟନ୍ତ ମୁଁ ଏଇ ଶରୀରରେ ଅଛି, ତାହେଲେ ମୁଁ କେମିତି କର୍ମ କରିବି ଯେ ମୁଁ ଏଇ ଯୋଉ ଦୈହିକ ସ୍ତରରୁ, ଦୈହିକ ଭାବନାରୁ ମୁଁ ଧୀରେ ଧୀରେ ଉଠି ପାରିବି। କୃଷ୍ଣ ଏଟାକୁ, ଏ ସେକ୍ସନଟାକୁ ଆଣିଛି। ତାଙ୍କର ଅଲ୍ଟିମେଟ ଉଦ୍ଦେଶ୍ୟ ଏହା ନୁହେଁ। ଅଲ୍ଟିମେଟ ଉଦ୍ଦେଶ୍ୟ ହଉଛି ଭକ୍ତି ଯୋଗ, କିନ୍ତୁ ଆମେ ହେଲେ ବଦ୍ଧ ଜୀବ, ଆମେ ଷ୍ଟ୍ରେଟ ଉପରକୁ ଭକ୍ତିକୁ ଯାଇପାରିବା ନାହିଁ। ଆମକୁ ସେ ଧୀରେ ଉପରକୁ ଉଠଉଛନ୍ତି। ସେମାନେ କହିବେ ଯେ ଆମର ବର୍ତ୍ତମାନ ଏ ବଦ୍ଧ ଜୀବ ହେତୁରୁ ଆମେ ଦୈହିକ ସ୍ତରରୁ କେମିତି ଆସ୍ତେ ଆସ୍ତେ ଉପରକୁ ଉଠିବା ଆଧ୍ୟାତ୍ମିକ ସ୍ତରକୁ ସେ ଶିଖଉନ୍ତି। ତେଣୁ ଏ ସେକ୍ସନଟିକୁ କୃଷ୍ଣ ମାନେ କହୁଛନ୍ତି ନା ପ୍ରଥମ ପ୍ରୟୋଗ, ଆତ୍ମଜ୍ଞାନର ପ୍ରଥମ ପ୍ରୟୋଗ କରୁଛି ସେ, ଯେ ଆତ୍ମଜ୍ଞାନ ଆମର ଆମେ କେମିତି ଆମ ଜୀବନରେ ଉତାରିବା, କେମିତି କାମ କରିବା, କର୍ମକାଣ୍ଡ। ଏଇଟା ପ୍ରଥମ ସେକ୍ସନ, ଏଇ ସେକ୍ସନରୁ ଆରମ୍ଭ କରି କର୍ମକାଣ୍ଡ, ବା ତାକୁ ଆମେ ସକାମ କର୍ମ ଯୋଗ। ଅର୍ଥାତ୍ ଆମର ତ ସବୁବେଳେ ରହିଛି ନା ସେନ୍ସ ଗ୍ରାଟିଫିକେସନ ଆଟିଟ୍ୟୁଡ, ଆମେ ତ ସବୁବେଳେ ଚିନ୍ତା କରୁଛେ କେମିତି ଉପଭୋଗ କରିବା। ତେଣୁ ସେଇ ଉପଭୋଗ କରିବା,
ताकू केमिति करबा सकाम कर्म जोग अर्थात काम करी एंजॉयमेंट पाई कि धार्मिक फ्रेमवर्क भीतर अर्थात धर्म को अनुसरण करिकी से माने एठी प्रथम ए सेक्शन से जो धर्मटा कौन स्वधर्म कहिबे आमे जीवा से भीतर को आस्ते आस्ते कहि तमर कर्तव्य होची युद्ध करिवा ये होची तम स्वधर्म तमे यदि युद्ध करिवो तमे उपभोग करिवो तमे यदि युद्ध न करिवो तमे एन्जॉय करि परिबोनी तेणु ये सेक्शन जो 31 रु 38 ये जो सेक्शन टा हमें देखुचे ये सेक्शन होची कौन ना अर्जुन तांकर स्वधर्म कौन युद्ध करिवा यदि से युद्ध करंती ताल रिजल्ट काय हो आइदर से जीतिबे नल हारिबे यदि जीतिले तो पाइबे हस्तिनापुर पाइबे समस्त राज्य पाइले राजकीय सुख पाइले से तो जदि हारी जिबे हारी जिबार अर्थ भी प्रकार हारी जिबे किंतु मरिबेनी तो ये संभव नुहे मरिबे काहेकि ना अर्जुन होचंती क्षेत्र क्षेत्र केबेले पछ घुंचा देई पळेबनी पिठी पछू करिकी पळेब युद्ध क्षेत्र से मरिबा पर्यंत युद्ध करिब तेणु कहउचंती जदि तमे युद्ध कर तो ताले पाइल राज्य राज्य सुख एंजॉय करिवो जदि में मरीगल युद्ध करिकी ताले कौन हम तमर मृत्यु हो गला माने तुमको जगति प्राप्त हम कारण क्षेत्रीय जदि युद्ध करिकी बैटल फील्ड रे युद्ध करिकी से मरे ताले जाए स्वर्ग को स्वर्ग को गले तुम आहरी बढ़िया एठिकार एंजॉयमेंट ये जो रॉयल किंगडम अपेक्षा आहरी बढ़िया एंजॉय करिवो तुमर कच्चे बाहर विन विन सिचुएशन तमर सेपटे भी फायदा हारिले फायदा दिले फायदा तो यही भली चंदी काकू अर्जुन को कृष्ण बुझे दौचंदी कर्म आमे केमिति करबा ए सेक्शन टा बर्तन चलिबो कर्मर अर्थ होची एनी एक्टिविटी जे कोनोसी कार्य ए सेक्शन टा सकाम कर्म जोग किंतु कर्म होची एक्टिविटी कर्मर भी अर्थ होची माने फल आशा करिकी भी कर्म सकाम कर्म जोटा कहूचे आ कर्मर अर्थ भी यही पारे जे प्रतिक्रिया जो कहीं आम बेले बेले कहूचे ना आम सफर करुचे जो आम कौन कहूचे ये मोर कर्म जो एक्जाक्टली से कर्मर अर्थ होची भी रिएक्शन फॉर आवर एक्शंस आम जहाँ कर्म करचे तार फल एवं ये कर्म मध्य गोटे हेई पारे बंधन माने चेन ऑफ एक्शंस एंड रिएक्शंस आम केते जन्म नेलेनी ता भीतर केते आमे कार्य करूचे एवं केते तार प्रतिक्रिया रही क्रिया प्रतिक्रिया क्रिया प्रतिक्रिया क्रिया प्रतिक्रिया से हमको बंधन रखी से आमे कहूचे बद्ध जीव आमे ए शरीर रु बाहरी पारुने आउर भी कर्म भी आउर अछि करे जदि आमे प्रीफिक्स कर दवा अकर्म विकर्म ये सब अछि पर जाय कि तबे बेसिकली आमे ए सेक्शन रे एते गुडे जिंस जानिबार नै बर्तमान सकाम कर्म जो आत्मज्ञान पाइले से आत्मज्ञान को आमे केमिति प्रयोग करबा आम जीवन रे आमे तोले कर्म करूचे एवं आस्था केमिति आमे आध्यात्मिक स्तर को उठिबा ये होची प्रथम सकाम कर्म जोग ये 38 पर्यंत 38 पर भगवान कौन करिवे ना 39 टू से 53 पर्यंत पुणी नै कि जे निष्काम कर्म निष्काम माने आमे कामना रहिबनी आमे फल रे आशा करिबानी से केमिति करिबा ताकू पुणी सेम एतुडे श्लोक कहिबे तम ताकू बुझिया पड़ आस्ते आस्ते आमे उठिबा पुरकु तेणु बर्तने नेक्स्ट श्लोक को जिबा 10 मिनिट अछि नेक्स्ट को जिबा देखिया कोन होउची समय लागुची नले कंटिन्यू करबा पर चलियो लगी ओ ठीक अछि ओके वो पढ़ी दौची स्वधर्मम अपि च मुख्य न विकम्पितुम् अर्हसि धर्मादि धर्मा धर्मादि युद्धाश्रयोऽन्यत्
क्षेत्रस्य न विद्यते स्वधर्मम अपि चावेक्ष्य माने এই একু মধ্য বিচার করি এইভাবে আমি একু বিচার করি কাহাকু স্বধর্ম স্বধর্ম আমার নিজর যোটা আমি কହୁଛେ স্বধর্ম মানে নিজ ধর্ম কর্তব্য আমার প্রেসক্রাইব ডিউটি ন বিকম্পিতুম অସି এই ସ୍ୱଧର୍ମଟିକୁ କରିବା ଆମେ କୌଣସି କୁଣ୍ଠାବୋଧ କରିବା ଉଚିତ ନୁହେଁ ପ୍ରକାଶ କରିବା ଉଚିତ ନୁହେଁ ଏବଂ କହୁଛନ୍ତି କଣ ଶ୍ରେୟ ଅନ୍ୟ କ୍ଷତ୍ରିୟସ୍ୟ ନ ବିଦ୍ୟତେ ଏ ୟାଠୁ ବଳିକି କାଠୁ ଏ ସ୍ୱଧର୍ମକୁ ପାଳନ କରିବାଠୁ ଛାଡିକି ଆଉ କିଛି କ୍ଷତ୍ରିୟ ପାଇଁ ବଡ ଜିନିଷ ନ ହେଇପାରେ ବା ଦିଶୁନି ଧର୍ମାଦି ଧର୍ମାଦି ମାନେ ଧର୍ମାତ ହି ସେଟା ଧର୍ମାଦି ମାନେ ଧର୍ମଠୁ ମାନେ ଯୋଉ ଯୁଦ୍ଧ କରିବା ଆମେ ସେଟା କଣ ପାଇଁ କରିବା ଧର୍ମର ପାଳନ କରିବା ପାଇଁ ତ ଏଠି ସେ କହୁଛନ୍ତି କ୍ଷତ୍ରିୟ ହିସାବରେ ତୁମର କର୍ତ୍ତବ୍ୟ କଥା ବିଚାର କଲେ ତୁମକୁ ଏହା ଜାଣି ରଖିବାକୁ ହେବ ଯେ ଧର୍ମ ଯୁଦ୍ଧରେ ଅଂଶଗ୍ରହଣ କରିବା ଅପେକ୍ଷା ତୁମର ଆଉ ମଙ୍ଗଳ କାର୍ଯ୍ୟ କିଛି ନାହିଁ ସେଥିପାଇଁ ଏଥିରେ ଯୁଦ୍ଧାବୋଧ କରିବାର ଆବଶ୍ୟକତା ନାହିଁ କହୁଛନ୍ତି ଏହା ତେଣୁ କୃଷ୍ଣ ପ୍ରାୟ ସବୁବେଳେ କହି ଆସୁଛନ୍ତି ଏପର୍ଯ୍ୟନ୍ତ ଅର୍ଜୁନଙ୍କୁ ଯୁଦ୍ଧ କର ଭୟ କର ନା କାହିଁକି କାହିଁକି ନା ଗୋଟିଏ ଜିନିଷ ସେ କହୁଛନ୍ତି ଯେ ସେମାନେ ହଉଛନ୍ତି ଯାହାକୁ ମାରୁଛ ସେମାନେ ଆତ୍ମା ମାନେ ଶରୀର ନୁହନ୍ତି ତେଣୁ ବ୍ୟସ୍ତ ହବାର ନାହିଁ କୃଷ୍ଣ ବର୍ତ୍ତମାନ କଣ କଲେ ଟିକେ କମେଇ ଦେଲେ ତାଙ୍କର ଯୋଉ ଲେଭେଲଟା ସେ କମଉଛନ୍ତି ସେ କହୁଛି ଯୁଦ୍ଧ କର କାରଣ ଇଏ ତମର କର୍ତ୍ତବ୍ୟ ଧର୍ମ ଯଦି ଯୁଦ୍ଧ ନ କରିବ ତମ ଗୁଡେ ସମସ୍ୟା ତିଆରି କରିବ ପରେ ସେ କହିବେ କଣ ସମସ୍ୟା ଏଇ 31ରେ କହିନାହାନ୍ତି ତେଣୁ ଫାର୍ଷ୍ଟ ଚାପ୍ଟରରେ ଅର୍ଜୁନ କହୁଛନ୍ତି ଯେ ମୁଁ କେମିତି ମାରିବି ମତେ ପାପ ଲାଗିବ ପାପମ ଆଶ୍ରୟ ତସ୍ମାନ୍ ଆତତାୟିନ ଏଇ ଆତତାୟୀ ମାନଙ୍କୁ ମାରିକି ଏମାନେ ପରିବାରର ଲୋକ ଏମାନେ ଆତତାୟୀ ମୁଁ ଜାଣୁଛି କିନ୍ତୁ ଏମାନଙ୍କୁ ମାରିକି ମତେ ଆମେ ପାପ ଅର୍ଜନ କରିବା ଅର୍ଜୁନ କହୁଛନ୍ତି କୃଷ୍ଣ କହୁଛନ୍ତି ପାପ ଲାଗିବ ଯଦି ତମେ ଅଜ୍ଞାନତାରେ ଯୁଦ୍ଧ କର ତମେ ଜାଣିବା ଦରକାର କି ଯୁଦ୍ଧ କରୁଛ ତମେ ଯୁଦ୍ଧ କରୁଛ କୋଉଥିପାଇଁ ହି ଯୁଦ୍ଧ ତମେ ଯୁଦ୍ଧ କରୁଛ ଧର୍ମର ପାଳନ କରିବା ପାଇଁ ଧର୍ମର ସ୍ଥାପନା ପାଇଁ କାହିଁକି ନା ଇଏ ହଉଛି ତମର ସ୍ୱଧର୍ମ ଏବଂ ଇଏ ତମ ପାଇଁ ଶ୍ରେୟ ବେନିଫିସିଆଲ ତେଣୁ ଆମେ ଆଲୋଚନା କରିବା ଏ ଶ୍ଲୋକର ମହତ୍ଵ କଣ ସେ କହୁଛନ୍ତି ପ୍ରଥମେ ଯେ ଗୋଟେ କ୍ଷତ୍ରିୟ ପାଇଁ କିଛି ଶ୍ରେଷ୍ଠ ଜିନିଷ ଦୁନିଆରେ ନାହିଁ ଯୁଦ୍ଧ ଛଡା କ୍ଷତ୍ରିୟଟି କିଏ ପ୍ରଥମେ ଆମେ ତାକୁ ବୁଝିବା ଦରକାର କ୍ଷତ୍ରିୟ କିଏ କ୍ଷତ୍ରିୟ ହଉଛି ଆମର ଯୋଉ ବର୍ଣ୍ଣାଶ୍ରମ ଧର୍ମ ଅଛି ସେଥିରେ ବର୍ଣ୍ଣ 4 ପ୍ରକାରର ବର୍ଣ୍ଣ ଅଛନ୍ତି କୃଷ୍ଣ ସୃଷ୍ଟି କରିଛନ୍ତି ଏ ବର୍ଣ୍ଣକୁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସେଥିରେ ଯୋଉ କ୍ଷତ୍ରିୟଟି କ୍ଷତ ମିନ୍ସ କ୍ଷତର ଅର୍ଥ କଣ ଆଘାତ କରିବା ବା କ୍ଷତି କରିବା କ୍ଷତ୍ରାୟତେ ଇତି କ୍ଷତ୍ରିୟ ଯିଏ ସିଟିଜେନ ମାନଙ୍କୁ ଆଘାତରୁ ବା କୌଣସି କ୍ଷତିରୁ ରକ୍ଷା କରନ୍ତି ସେଇମାନେ ହଉଛନ୍ତି କ୍ଷତ୍ରିୟ ବା ଶାସକ ରାଜା ଏବଂ ତାଙ୍କୁ ଟ୍ରେନ କରାଯାଇଛି ଗୋଟେ ପର୍ଟିକୁଲାର ସେଇ ପର୍ପସରେ ତାଙ୍କୁ ଟ୍ରେନ କରାଯାଇଛି ଆମେ ଆକ୍ଚୁଆଲି ଆଗକୁ ବଢି ପାରିବାନି ଆଉ 2-3 ମିନିଟ ସମୟ ଅଛି
ଏ ଶ୍ଲୋକଟି ଆମେ ଆଉ ଥରେ ଆଲୋଚନା କରିବା। ତେବେ ଯାଉ ଏଠି ସେ ଆମେ ଆମେ କଣ କରିବା ନା ଏଠି ଆମର ଆଲୋଚନା କରିବାର ଅଛି ଦି ତିନିଟା ଜିନିଷ। କ୍ଷତ୍ରିୟ କଣ ଏବଂ କାହିଁକି ମାନେ କ୍ଷତ୍ରିୟ ଇମ୍ପୋର୍ଟାନ୍ସ ଏଠି ଦେନ୍ତି କୃଷ୍ଣ। ପୁଣି ସ୍ୱଧର୍ମ କଥା କହୁଛନ୍ତି, ସେ ସ୍ୱଧର୍ମ କଣ ଆମକୁ ବୁଝିବାକୁ ପଡିବ ଏବଂ କୋରିଲେଟ ହେବାକୁ ପଡିବ ଯେ ଅର୍ଜୁନ କେମିତି କନଭିନ୍ସିଂ ଏଟା ହବ। ଏବଂ ତାପରେ ଆମ ଜୀବନରେ ଏଇ ଯୋଉ ଶ୍ଲୋକଟି 31 ଶ୍ଲୋକ ତାକୁ ଆମେ କେମିତି ଆପ୍ଲାଏ କରିବା ଆମ ଜୀବନରେ, ଏଇ ତକ ଆମକୁ ଆଲୋଚନା କରିବାକୁ ଲାଗିବ 10-15 ମିନିଟ୍। ଆଉ ସମୟ ନାହିଁ, ଆଉ ଗୋଟେ 2 ମିନିଟ୍ ସମୟ ଅଛି। ତେବେ ଟିକେ ଭିଡିଓ କରୁନାହାନ୍ତି, 1 ମିନିଟ୍ ଦେଖିବା କିଏ କେତେ ଭିଡିଓ ଅନ୍ ହଉ। କେହି ତ ଭିଡିଓ କରୁନାହାନ୍ତି, କେହି ଜଣେ ବି କରୁନାହାନ୍ତି। ଟିକେ ଭିଡିଓ ଅନ୍ କରନ୍ତୁ। ହଁ ଠିକ ଅଛି। ଆଚ୍ଛା ଏ ମୋର ପ୍ରଥମ ମୋର ଜାଣିବାର ଅଛି ଭଏସ କ୍ଲିୟର ଯାଉଛି କି ନାହିଁ, କ୍ଲାରିଟି ଆସୁଛି କି ନାହିଁ। ଆସୁଛି ମାତାଜୀ, ଆଜି ପ୍ରଜ୍ଞା ଟିକେ ମାତାଜୀ କୁହ। ଆଜି ଟିକେ ଭଏସ କ୍ଲିୟର ନଥିଲା। ଅନ୍ୟ ଦିନ ସବୁଦିନ ଠିକ ଥାଏ, ଆଜି ଟିକେ ଘଡଘଡ ଘଡଘଡ ମାନେ ଆୱାଜ ଆସୁଥିଲା। ଆଚ୍ଛା ଆଚ୍ଛା, ଭାଇବ୍ରେସନ ଭଳିଆ। ନାଇଁ ଗୋଟେ ଘଡଘଡ ଘଡଘଡ କିଛି ଗୋଟେ ଆୱାଜ ଆସୁଥିଲା। ଓ ଆଇ ସି। ଆଚ୍ଛା ଆଚ୍ଛା, ପ୍ରଜ୍ଞା ମାତାଜୀ ଆପଣଙ୍କୁ ବି ସେମିତି ଶୁଭୁଥିଲା? ଷ୍ଟାର୍ଟିଂ ରୁ ଟିକେ ଇଣ୍ଟରନେଟ ଇସ୍ୟୁ ଥିଲା ପରିକା ଲାଗିଲା, ତାପରେ ଠିକ ଥିଲା। ଆଚ୍ଛା ଆଚ୍ଛା, ନାଇଁ ମୋର ବି ମୁଁ ଜାଣିପାରୁନି ନା, ସେଥିପାଇଁ ମୁଁ ଜାଣିପାରୁନି ଯେ ଆକ୍ଚୁଆଲି କଣ ହଉଛି। ଆପଣ ମାନେ ବି ଅନ୍ କରୁନାହାନ୍ତି, ମୁଁ ଜାଣିପାରୁନି, ତେଣୁ ମୋର ଇଣ୍ଟରାକ୍ସନ ବି ହେଇପାରୁନି। ଏନିୱେ ଠିକ ଅଛି, ପୁଣି ଥରେ ଶୋବାକୁ ପଡିବ। ଆଚ୍ଛା ମାଇକ୍ରୋଫୋନ ଗୋଟେ ଲଗାଉନ, ମାଇକ୍ରୋଫୋନ ଟେ ଲଗାଅ। ସେ ବେଶୀ ଡିଷ୍ଟର୍ବାନ୍ସ ହବ ମୋର। ନାଇଁ ମାଇକ୍ରୋଫୋନ ତମେ ଲଗେଇବ, ସମସ୍ତେ ଅଫ୍ ରଖିଲେ ଡିଷ୍ଟର୍ବାନ୍ସ ହବନି। ସେ ସମସ୍ତେ ସେ ହବ। ଗୋଟିଏ ମାଇକ୍ରୋଫୋନ ଯୋଉ ନା ମୋ ପାଖରେ ଅଛି, ତମେ ନେଇଯା। ମୋର ହଉ ଯୋଡେ ଦେଖିବା, ଅଛି, ଗୋଟେ ନେଇଯା। ଓକେ ଦେଖିବା। ହଉ ତାହେଲେ ଇଏ ହେଲା କଥା। ଆଉ କେତେ ଜଣ କରୁଛନ୍ତି? ଇଏ କରୁଛି ନା ବର୍ତ୍ତମାନ ଚାଣ୍ଟିଂ ଆରମ୍ଭ ନା ମାତାଜୀ, ପ୍ରଜ୍ଞା ମାତାଜୀ ହେଇନି? ଆରମ୍ଭ କରନ୍ତୁ। I am expecting from you only, କ୍ଷୀରେଶ୍ୱରୀ ମାତାଜୀ। ଆପଣ ମାନେ ଆପଣ ବୁଝୁ ଜିନିଷଟା କରିବାନି କାହିଁକି, ତାକୁ ଷ୍ଟାର୍ଟ କରିବା। କୌଣସି ମାନେ ଗୋଟେ ମାଳ ଆଣିକି ତାକୁ ଆରମ୍ଭ କରିବା, କରନ୍ତୁ। ମା ତ କରୁଛନ୍ତି, ଆପଣ କଣ ଅସୁବିଧା ଅଛି? ସିଏ ତ କରୁଛନ୍ତି, ତେଣୁ ଆପଣ କରିବେ ଆଉ କଣ। କରନ୍ତୁ, ଆଗ ଆରମ୍ଭ କରନ୍ତୁ। ଆଚ୍ଛା ଏ ବର୍ତ୍ତମାନ ଟାଇମ ହେଇଯାଇଛି, ମୁଁ ଆଉ ଏଥିରେ ରହୁଛି। ପୁଣି ଆମେ ପରେ ନେକ୍ସଟ ଟାଇମ ଭେଟିବା 31 ଶ୍ଲୋକରୁ। श्रीमद् भगवद गीता की जय, श्रील प्रभुपाद की जय, और भक्त वृंद की जय। हरे कृष्ण।